ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଏହି ଭିଡ଼ିଓରେ ଆମେ ଡିସ୍କସନ୍ କରିବା ଯେ ଆପଣଙ୍କର ପ୍ରାୟତଃ ସବୁ ଗାଁମାନଙ୍କରେ ବର୍ତ୍ତମାନ ଆପଣମାନେ ନିଜ ନିଜର ସୁଭଦ୍ରା ଆପ୍ଲିକେସନ୍ ଫର୍ମକୁ କଲେକ୍ସନ୍ କରିଥିବେ। ତ ତାକୁ ଆପଣ କେମିତିକା ଫିଲ୍ଅପ୍ କରିବେ? କାହିଁକିନା ଆପଣଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ସେମାନେ କହୁଥିବେ ନା ଯେ ଟିକେ ବି ମିଷ୍ଟେକ୍ କରିବେନି, ଭୁଲ କଲେ ପୁଣି ଆଉ ଥରେ ଫର୍ମ ମିଳିବନି, ସେ କହୁଥିବେ। ତ ଭିଡ଼ିଓକୁ ଆପଣ କମ୍ପ୍ଲିଟଲି ଦେଖିବେ, ଲାଇକ୍ ଆଉ ସେୟାର କରିକି ସବୁ ସାଙ୍ଗମାନଙ୍କୁ ବି ଜଣେଇବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ, ଯଦ୍ୱାରା କି ପ୍ରତ୍ୟେକଟି ଇନଫର୍ମେସନ୍ ସର୍ବପ୍ରଥମେ ଆପଣ ହିଁ ପାଇପାରିବେ। ଠିକ୍ ଅଛି। ତ ୟାର ଦେଖନ୍ତୁ, ଆପଣ ଜାଣିଥିବେ ଏଇଟା ଆପଣ ଅଫଲାଇନ୍ ଫିଲ୍ଅପ୍ କରିବେ। ୟାକୁ ଫିଲ୍ଅପ୍ କଲା ପରେ ଆପଣଙ୍କୁ କୌଣସି ବି ଜନସେବା କେନ୍ଦ୍ରକୁ ଯିବାକୁ ପଡ଼ିବ, ଆଉ ସେଇଠି ମଧ୍ୟ ଆପଣଙ୍କୁ ସବମିଟ୍ କରିବା ପାଇଁ ଆପଣଙ୍କର ପଡ଼ିବ। କିଛି ପ୍ରୋବ୍ଲେମ୍ ହେଲେ ଆପଣ ଏଇ ନମ୍ବରରେ କଲ୍ କରିକି ପଚାରି ପାରିବେ। ଆଉ ଆପ୍ଲିକେସନ୍ ଫର୍ମ ଆପଣ ନିଜର ଅଙ୍ଗନବାଡ଼ି କେନ୍ଦ୍ରରୁ ଆପଣ କଲେକ୍ସନ୍ କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ରକୁ ଯିବେ, ଆଉ ତାଙ୍କୁ କହିବେ, ଆପଣଙ୍କର ନାଁଟା ଖାଲି କହିବେ। ନାଁଟା ଆପଣ କହିଲା ପରେ ଆପଣଙ୍କୁ ସେ ସାଙ୍ଗେ ସାଙ୍ଗେ ଦେଇଦେବେ। ଏବେ ଦେଖନ୍ତୁ, ଯେଉଁମାନେ ଜୁନିୟର ଟିଚର ଆପଣଙ୍କର ପାଇଛନ୍ତି, ସେମାନେ କହିବେ ସାର୍ ଆମେ କରିପାରିବୁ କି ନାହିଁ। ଆପଣଙ୍କର ପୋଷ୍ଟିଂ ହେଇଛି କି? ପୋଷ୍ଟିଂ ଏପର୍ଯ୍ୟନ୍ତ ହେଇନି। ଆପଣଙ୍କର ପୋଷ୍ଟିଂ ହେଇଛି କି? ହେଇନି। ତାହେଲେ ଆପଣମାନେ ଆପ୍ଲାଏ କରିବେ ନା ସମସ୍ତେ। ଆପଣ କିଛି ବି ଚାକିରି ବଗେରା କରୁନାହାନ୍ତି କିମ୍ବା କଣ୍ଟ୍ରାକ୍ଚୁଆଲ ବଗେରା କିଛି ବି କରୁଛନ୍ତି ମାନେ ଆପ୍ଲାଏ କରିବେ ସମସ୍ତେ। ଆପଣଙ୍କର ପରିବାରରେ ଯଦି ଧରାଯାଉ 4 ଜଣ 5 ଜଣ ବି ଅଛନ୍ତି, ସମସ୍ତେ ଆପ୍ଲାଏ କରିପାରିବେ। ଏବେ ଆପଣମାନେ ପ୍ରଥମ କିସ୍ତି ପାଇବେ, ତାପରେ ସେକେଣ୍ଡ ଯେତେବେଳେ ଆପଣଙ୍କର ପାଇବେ, ଯେଉଁମାନେ ଜୁନିୟର ଟିଚର ସେଇ ସମୟରେ ପୋଷ୍ଟିଂ ପାଇଥିବେ ସେ ସମୟରେ ନେବେନି। ତ ଫାଷ୍ଟ କିସ୍ତି ଯେଉଁ ସେପ୍ଟେମ୍ବର 17 ସୁଦ୍ଧା, ସେ ସୁଦ୍ଧା କ'ଣ ଆପଣଙ୍କର ପୋଷ୍ଟିଂ ହେଇଯାଉଛି? ହେଇନି। ଆପଣମାନେ ପାଇବେ। ଆପ୍ଲାଏ ସମସ୍ତେ ଆପଣଙ୍କର କରିପାରିବେ। ଠିକ୍ ଅଛି। ଦେଖନ୍ତୁ କେମିତି ଆପଣଙ୍କର ଫିଲ୍ଅପ୍ କରିବେ। ଆପଣମାନେ ସମସ୍ତେ ଆପ୍ଲାଏ କରିବେ, ଭଲସେ ହେଲା। ଆପଣ କହିବେ ସାର୍ ଏଇଟା ଓଡ଼ିଆରେ ଫିଲ୍ଅପ୍ କରିବୁ ନା ଇଂରାଜୀରେ? ଓଡ଼ିଆରେ ବି କରିହେବ, ଇଂରାଜୀରେ ବି। ଆପଣ ଯେଉଁ ଲାଙ୍ଗୁଏଜରେ କମ୍ଫର୍ଟେବୁଲ୍ ସେଇ ଲାଙ୍ଗୁଏଜରେ ଫିଲ୍ଅପ୍ କରନ୍ତୁ। ମୋ ମତରେ ଇଂରାଜୀରେ କରିବେ, ଆଉ ସବୁଗୁଡ଼ା କ୍ୟାପିଟାଲରେ ଲେଖନ୍ତୁ, କ୍ୟାପିଟାଲରେ ହେଲେ ଭଲ। ଏବେ ନିଜର ନାଁ ଲେଖିବେ, ହେଲା। ଧରାଯାଉ ମୋ ନାଁ ଆପଣଙ୍କର ଲକ୍ଷ୍ମୀଧର ମହାନ୍ତ, କିମ୍ବା ଏଠି ଧର ଝିଅଙ୍କର ନାଁ ଲେଖିବେ ଯାହା ଥିବ, ଯାହାଙ୍କର, କାହିଁକି ନା ଝିଅମାନଙ୍କ ପାଇଁ ନା ଆଧାର କାର୍ଡରେ ଯାହା ନାଁ ଲେଖା ହେଇଛି ଆପଣ ତାକୁ ଲେଖିବେ। ଧରାଯାଉ ଗୋଟେ ଲୋକର ନାଁ ଲେଖା ହେଇଛି ଆପଣଙ୍କର ଗୁଲଗୁଲି, ଗୁଲଗୁଲି ମହାନ୍ତ, ଗୁଲଗୁଲି। ଠିକ୍ ଅଛି। ତ ଆପଣ କେମିତି ଲେଖିବେ? ଜି ଲେଖିଲେ, ଏଠି ଜି କ୍ୟାପିଟାଲରେ, ୟୁ, ଗୁଲ, ଗୁଲି, ଗୁଲଗୁଲି, ଏମିତି ଲେଖିଲେ। ଏବେ ମହାନ୍ତ ଲେଖିବେ କେମିତି? ଏଇଠି ଗୋଟେ ଘର, ଖାଲି ଗୋଟେ ଘର ଛାଡ଼ିଦେବେ, ମାନେ ସ୍ପେସ୍ ଦେଲେ। ଏଇଠି ପୁଣି ଆପଣଙ୍କର ମହାନ୍ତ ଆପଣଙ୍କର ଆରମ୍ଭ କଲେ, MOHANTA, ଏମିତି ଲେଖିଲେ, ହେଲା। ଧରାଯାଉ ଜଣଙ୍କର ଟିକେ ସ୍ପେସ୍ ଥିବ, ହେଲା। କେମିତି ଲେଖା ହେଇଥାଏ? ଗୁଲଗୁଲି, ଗୁଲ ଗୁଲି, ଏଇଟା ସ୍ପେସ୍ ଅଛି, ହେଲା। ତାପରେ ମହାନ୍ତ। ଏବେ ସେ କେମିତି ଲେଖିବ? ଗୁଲ, GUL, ଏଇଠି ଲେଖିଲା। ଏବେ ଟିକେ ସ୍ପେସ୍ ଦେବ, ଯେହେତୁ ଏଠି ଟିକେ ମଝିରେ ଗ୍ୟାପ୍ ଅଛି। ଗୁଲ, ଏଇଟା ସ୍ପେସ୍ ଦେଲେ, ଏଠି କିଛି ଲେଖିଲେନି। ଏବେ ଗୁଲଗୁଲି, GULI ଲେଖିଲେ। ତାପରେ ପୁଣି ସ୍ପେସ୍ ଦେବେ, ଏଠି ପୁଣି ଆପଣଙ୍କର ମହାନ୍ତ, ଏଇଠି ଆପଣଙ୍କର ମହାନ୍ତ ଲେଖିଲେ। ବାସ୍ ହେଇଗଲା। ଭଲସେ କରିବେ, ତରବର ହେବେନି, ସବୁ କ୍ୟାପିଟାଲ ଇଂରାଜୀରେ କରନ୍ତୁ। ଆଧାର କାର୍ଡ ନମ୍ବର ଆପଣଙ୍କର ଯାହା ଥିବ, ଆଧାର କାର୍ଡ ନମ୍ବର ଆପଣ ଲେଖିଦେଲେ। 12ଟା ନମ୍ବର, 12ଟା ନମ୍ବର ଲେଖିଲେ। ତାପରେ ସ୍ୱାମୀ କିମ୍ବା ପିତାଙ୍କର ନାଁ ଆପଣ ନିଜର ଆଧାର କାର୍ଡରେ ଦେଖନ୍ତୁ, ଆଇଦର ବାପାଙ୍କର ନାଁ ଲେଖା ହେଇଥିବ, ନହେଲେ ଆପଣଙ୍କର ସ୍ୱାମୀଙ୍କର, ଯାହାଙ୍କର ଅଛି, ଖାଲି ସେଟାକୁ ଟିକ୍ କରିଦେଲେ। ତାପରେ ତାଙ୍କର ନାଁ ବି ଆପଣ ସେମିତିକା ୱେରେ ହିଁ ଆପଣଙ୍କର ଫିଲ୍ଅପ୍ ଆପଣଙ୍କର କଲେ, ଲେଖିଦେଲେ। ତାପରେ ଏଠି ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଆପଣଙ୍କର ପଚାରିଛି। ଆପଣଙ୍କର ଆଧାର କାର୍ଡରେ ଯେଉଁ ଡେଟ୍ ଅଫ୍ ବାର୍ଥ, ତାକୁ ଆପଣ ଏଇଠି ଫିଲ୍ଅପ୍ କରିଦେଲେ। ଯାହା ଲେଖା, ଧରାଯାଉ ଜଣଙ୍କର 16 ଅକ୍ଟୋବର 1993, କିମ୍ବା ଧରା ଜଣଙ୍କର ତ 16 ଏଇଠି ଲେଖିଲେ 16, ଦେନ୍ ଅକ୍ଟୋବର ମାନେ 10, ଦେନ୍ 1993 ଆପଣଙ୍କ ଲେଖିଲେ। ଧରାଯାଉ ଜଣଙ୍କର 5 ଆପଣଙ୍କର ଜୁଲାଇ, ଜୁଲାଇ ଆପଣଙ୍କର 2002, ହେଲା। ତ 5 କେମିତି ଲେଖିବେ? 05 ଲେଖିବେ, ହେଲା। ଖାଲି 5 ଲେଖିଦେବେନି, 05। ଏଠି 05 ଆପଣଙ୍କ ଲେଖିଲେ, 05, 5 ଜୁଲାଇ ମାନେ 07, ତାପରେ 2002 ଆପଣଙ୍କ ଲେଖିଲେ, ହେଲା। ତାପରେ ଆପଣ ଜେନେରାଲ ନା ST ନା SC, ଯାହା ଆପଣଙ୍କର ଥିବ ଫିଲ୍ଅପ୍ କଲେ। ଏବେ ଆପଣ ଦିବ୍ୟାଙ୍ଗ କି ନୁହନ୍ତି, ହଁ କିମ୍ବା ନା ଆପଣ ଫିଲ୍ଅପ୍ କଲେ, ଲେଖିଲେ। ତାପରେ ଆଧାର କାର୍ଡ ସହିତ ଯେଉଁ ମୋବାଇଲ ନମ୍ବର ଲିଙ୍କ ଅଛି,
ताकू आपण लिखिबे जदि आपणकर लिंक नाही देन आगो लिंक करिवे तापरे लिखिबे लिखिदेले जदि अल्टरनेटिव मोबाइल नंबर अच्छी देवे ना किसी दरकार नहीं देन निजर जिल्लार ना लिखिबे सबू कैपिटल आप लिखिबे इंग्राजी लिखंतु देन निजर गाँ देखो लिखाई कौन लिखाई कहले ग्रामांचल निमंते आपण को लिखाई तो जो मैंने गाँव आपणकर ग्रामांचल देखो ये गोटे कन्फ्यूजन हे ग्रामांचल गाँ लिखा जाए गाँव ना लिखिदेले आ सहरांचल आपणकर वार्ड नंबर लिखिबे तापरे आपणकर जो कौ आपणकर एनएससी रो ना लिखिले आपणकर सहर लिखिले सेमिति जो माने गाँव तांकर गाँ ना लिखिबे ग्राम पंचायत लिखिबे आ ब्लॉक रो ना लिखिबे हला एडी कन्फ्यूजन हेबेनी हला जे गाँ रो जो माने अछंती से माने गाँ रो ना फिलअप करिवे ग्राम पंचायत फिलअप करिवे ब्लॉक करिवे से माननकु एटा फिलअप करबा दरकार नै जो माने सहर रो अटंती से माननकु एटा फिलअप करबा दरकार नै सहर रो खाली वार्ड नंबर लिखिबे तांकर जो माने ए जो को म्युनिसिपालिटी तापरे सहर रो ना लिखिबे हैला तापरे एटा आपण कहबे सर हमरो बैंक अकाउंट नंबर कोठी लिखिबे देखंतु बैंक अकाउंट नंबर एठी लिखिबा दरकार नै आपण जते बेले ऑनलाइन अप्लाई करिवे नै कि सेठी हुए तो दरकार हे पारे खाली एठी लिखिबे जे आपणकर आधार कार्ड सहित को बैंक लिंक अछि आजिकल तो बिना आधार कार्ड लिंक रे बैंक अकाउंट ओपनिंग होउनी तो आपण खाली बैंक रो नाटा लिखिबे आपणकर जहाँ बैंक खाली धरा जो स्टेट बैंक ऑफ इंडिया आपण लिखिदेले स्टेट बैंक ऑफ इंडिया लिखिदेले हैला लिखिदेले खाली बैंक रो नाटा लिखिबा आ किछि नै तापरे ऑनलाइन अप्लाई करिया पई तो पुणी जिवे ना जनसेवा केंद्र को आपण जिवे तापरे एई सब जिंस गुडा एथिरे सब टिक करिवे बिना टिक करिवेनी सब गुडा कंपलसरी आपण को टिक करिया पई पड़िबो तापरे खाली आपण निजरो एठी खाली सिग्नेचर करदेले आउ एठी खाली आपण डेट टा खाली पुट करदेले आपणकर हैला आउ हेगी आपणकर टंका आपणकर आसी जिवो ठीक अछि आशा करिबी कंप्लीट इन्फॉर्मेशन मु आपनको देई पारिछि सबु सांग माननको आपण शेयर करिवे थैंक यू जय जगन्नाथ धन्यवाद थैंक यू जय जगन्नाथ।